So hello everyone, welcome to back another new video. ଆଜିର ଭିଡିଓ only matrix जो पास आउट होଛନ୍ତି ସେମାନଙ୍କ ପାଇଁ ଆଉ ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଆଗକୁ ଆପଣଙ୍କର ଯୋଉ ପିଲାଙ୍କୁ ପ୍ଲସ୍ 2 ପଢିବାକୁ ଚାହୁଁଥିଲେ ଏ ଭିଡିଓଟା ନିହାତି ଭାବରେ ଆପଣଙ୍କ ପାଇଁ ଜରୁରୀ। ଆପଣ ମାନଙ୍କୁ ଆଗ ପ୍ଲସ୍ 2 ଆଡମିସନ କରିବାକୁ ହେଲେ କଣ କଣ ସବୁ ଡକ୍ୟୁମେଣ୍ଟ ଲାଗିବ ତାହା ମୁଁ ଏ ଭିଡିଓରେ ଜଣେଇବି। ତ ଭିଡିଓକୁ ଶେଷ ଯାଏ ଦେଖୁଥିବେ, ସ୍କିପ୍ କରିବେନି, ସ୍କିପ୍ କଲେ ଆପଣ ଜାଣି ପାରିବେ ନାହିଁ। କାଷ୍ଟ, ଇନକମ୍ ଆଉ ରେସିଡେଣ୍ଟ, ଯୋଉଟା କି ଆପଣଙ୍କର ଜାତି, ବାସସ୍ଥାନ ଆଉ ଆୟ ପ୍ରମାଣ ପତ୍ର ତିନିଟା କୁହାଯାଉଛି, ସେଇଟା ଆପଣଙ୍କୁ ନିହାତି ଦରକାର ପଡିବ ଆପଣଙ୍କ ପିଲାଙ୍କ ସ୍କଲାରସିପ ପାଇଁ ଆଉ ଆଡମିସନ ପାଇଁ। ଆଉ ଆଧାର କାର୍ଡ କରେକ୍ସନ କରିବାକୁ ପଡିବ। କାଷ୍ଟ ଓ ଷ୍ଟୁଡେଣ୍ଟ ନାଁରେ ହବ, ରେସିଡେଣ୍ଟ ବି ଷ୍ଟୁଡେଣ୍ଟ ନାଁରେ ହବ, ଇନକମ୍ ଓନ୍ଲି ପ୍ୟାରେଣ୍ଟସ୍ ନାଁରେ କରିପାରିବେ, ବାପା ୟା ମା ନାଁରେ ଯାହା ନାଁରେ ବି ଜଣେ କରିବେ। ଆଉ ଆଧାର କାର୍ଡ ଅପଡେଟ ଏଟା ତ ଆପଣ କରିବାକୁ ପଡିବ। ଆପଣଙ୍କର ଆଧାରରେ ମ୍ୟାକ୍ସିମମ୍ ଷ୍ଟୁଡେଣ୍ଟଙ୍କର ରହୁଛି, ମୁଁ ଯାହା ଦେଖୁଛି ଆଧାର କାର୍ଡ ଆଉ ଆପଣଙ୍କର ଯୋଉ ମ୍ୟାଟ୍ରିକ ରେ କିଛି ତ୍ରୁଟି ରହିଯାଉଛି, ମାନେ କିଛି ନାଁକୁ ନେଇ ହଉ ବା ଲାଷ୍ଟ ନେମ୍ ହଉ ଆପଣ ବା ଆପଣଙ୍କର ଡେ ବି ରହୁଛି, ଡେଟ୍ ଅଫ ବାର୍ଥ। ତ ଡେଟ୍ ଅଫ ବାର୍ଥ କେମିତି କରିବେ? ଆପଣଙ୍କର ପାଖରେ ଯଦି ବାର୍ଥ ସାର୍ଟିଫିକେଟ ଥିଲେ ଆପଣ କରେକ୍ସନ କରିପାରିବେ ଆଧାର ସେଣ୍ଟରକୁ ଯାଇକି, ନହେଲେ ଆପଣଙ୍କ ପାଖରେ ଯେବେ ମ୍ୟାଟ୍ରିକ ସାର୍ଟିଫିକେଟ ଅରିଜିନାଲ ଆସିଯିବ ସେଇଟାକୁ ନେଇ ମଧ୍ୟ ଆପଣ ଆପଣଙ୍କର ଯୋଉ ଡେଟ୍ ଅଫ ବାର୍ଥ କରେକ୍ସନ କରିପାରିବେ। ତାପରେ ଆପଣ ଯଦି ଆଧାରରେ ଯଦି ମିସମ୍ୟାନ୍ ନେମ୍ ଅଛି, ଆପଣଙ୍କର ଯୋଉ ମ୍ୟାଟ୍ରିକ ସାର୍ଟିଫିକେଟ ଅନୁସାରେ ନାହିଁ, ତାପରେ ସେଇଟା କଣ କରିବେ? ଆପଣଙ୍କର ଆଧାର ସେଣ୍ଟରକୁ ଯିବେ। ଫାର୍ଷ୍ଟ ଆପଣଙ୍କୁ ଦରକାର ପଡିବ କାଷ୍ଟ ସାର୍ଟିଫିକେଟ। କାଷ୍ଟ ସାର୍ଟିଫିକେଟ ଆପଣଙ୍କର ଯୋଉ ନାଁ ଅଛି ସ୍କୁଲରେ ବା ଆପଣଙ୍କର ସାର୍ଟିଫିକେଟରେ ସେଇ ନାଁରେ ସେମ୍ ଆପଣ ଇସ୍ୟୁ କରିବେ। ତାପରେ ସେଇ ଡକୁମେଣ୍ଟ କାଷ୍ଟ ସାର୍ଟିଫିକେଟକୁ ନେଇକି ଆପଣ ଆଧାର ସେଣ୍ଟରକୁ ଗଲେ ଆପଣଙ୍କର ଆଧାର କରେକ୍ସନ ହେଇଯିବ। ତ ଆଶା କରୁଛୁ ଛୋଟିଆ ଅପଡେଟ ଆପଣଙ୍କ ପାଇଁ। ଯଦି ଭିଡିଓ ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ତ ଦେଖା ହବ ଆଉ ଗୋଟେ ନୂଆ ଇନଫର୍ମେଟିଭ ଭିଡିଓରେ। ଭିଡିଓକୁ ଏଠି ରଖୁଛୁ।